ତ୍ରେତେୟା ଯୁଗର କଥା। ରାବଣକୁ ମାରି ରାମ ଲକ୍ଷ୍ମଣ ସୀତା ଅଯୋଧ୍ୟା ଫେରିବା ପରେ ଦିନେ ପ୍ରଭୁ ରାମଚନ୍ଦ୍ର ପ୍ରଜାଙ୍କ ଗ୍ରହଣରେ ବସି ବନବାସ କଥା କହୁଥିଲେ। ଗୁରୁ ବଶିଷ୍ଠ, ମନ୍ତ୍ରୀ ସୁମନ୍ତ, ଅନ୍ୟ ପରିଷଦଗଣ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ମଧ୍ୟ ଉପସ୍ଥିତ ଥିଲେ। ରାମଚନ୍ଦ୍ର ବନବାସ ଠାରୁ ଆରମ୍ଭ କରି ରାବଣ ବଧ ପର୍ଯ୍ୟନ୍ତ ଗୋଟି ଗୋଟି କରି ସମସ୍ତ କଥା କହିଲେ। ବଶିଷ୍ଠ କହିଲେ, ଇନ୍ଦ୍ରଜିତ ବଡ଼ ବଳବାନ ଥିଲେ। ସେ ତ ବ୍ରହ୍ମାଙ୍କ ଠାରୁ ବର ପାଇଥିଲେ ଯେ ଯିଏ 14 ବର୍ଷ ଖାଦ୍ୟ ଗ୍ରହଣ କରିନଥିବ, 14 ବର୍ଷ ଅନିଦ୍ରା ଥିବା ସହିତ କୌଣସି ସ୍ତ୍ରୀର ମୁଖ ଚାହିଁ ନଥିବ, ସେ ହିଁ ଇନ୍ଦ୍ରଜିତକୁ ମାରିବ। ହେଲେ ଲକ୍ଷ୍ମଣ ଇନ୍ଦ୍ରଜିତକୁ ମାରିଲେ କିପରି? ରାମଚନ୍ଦ୍ରଙ୍କ ମନରେ ସନ୍ଦେହ ଜାତ ହେଲା। ସେ ସନ୍ଧ୍ୟା ସମୟରେ ଅଯୋଧ୍ୟା ରାଜମହଲରେ ଏକ ସଭା ଡାକିଲେ। ସେହି ସଭାରେ ସମସ୍ତେ ଉପସ୍ଥିତ ଥାନ୍ତି। ଲକ୍ଷ୍ମଣ, ସ୍ତ୍ରୀ ଉର୍ମିଳା ମଧ୍ୟ ଏହି ଘଟଣାଗୁଡ଼ିକୁ ଆଗ୍ରହର ସହ ଶୁଣୁଥିଲେ। ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣକୁ ପଚାରିଲେ, ଭାଇ, 14 ବର୍ଷ ଅନିଦ୍ରା ଅଛ, 14 ବର୍ଷ କାଳ ସ୍ତ୍ରୀର ମୁଖ ଚାହିଁନ, ଏକଥା ମୁଁ ଜାଣେ। ହେଲେ ତୁମେ 14 ବର୍ଷ କାଳ କିଛି ଖାଇନାଅ, ଏ କଥା ମୁଁ କିଛି ବିଶ୍ୱାସ କରିପାରୁନାହିଁ। ପଞ୍ଚବାଟୀ ବନରେ ମୁଁ ପ୍ରତିଦିନ ତୁମକୁ ଖାଦ୍ୟ ପୁଡ଼ିଆ ଦେଉଥିଲି, ସେସବୁ କୁଆଡ଼େ ରଖିଲ? ଲକ୍ଷ୍ମଣ କହିଲେ, ମୁଁ ସେସବୁକୁ ପଞ୍ଚବାଟୀରେ ଥିବା ଶମୀ ବୃକ୍ଷର କୋରଡ଼ରେ ରଖିଛି। ରାମଚନ୍ଦ୍ର କହିଲେ, ତାହେଲେ ନ ଖାଇ ରଖିଲ କାହିଁକି? ଏହାର ଉତ୍ତରରେ ଲକ୍ଷ୍ମଣ କହିଲେ, ଆପଣ ସବୁବେଳେ ଖାଦ୍ୟ ପୁଡ଼ିଆ ନେ ବୋଲି କହୁଥିଲେ, କିନ୍ତୁ ଖାଅ ବୋଲି କହିନାହାନ୍ତି। ଏଣୁ ଖାଦ୍ୟ ପୁଡ଼ିଆ ସବୁ ନ ଖାଇ ରଖିଦେଇଥିଲି। ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ହନୁମାନଙ୍କ କହିଲେ, ହନୁମାନ, ପଞ୍ଚବଟିକି ଯାଅ, ଶମୀ ଗଛର କୋରଡ଼ରୁ ଖାଦ୍ୟ ପୁଡ଼ିଆ ଗୁଡ଼ିକୁ ଧରି ଆସ। ହନୁମାନ ଭାବିଲେ, ଭଗବାନ ରାମ କ'ଣ ଜାଣନ୍ତି ନାହିଁ? ଯେତେବେଳେ ଲକ୍ଷ୍ମଣ ଇନ୍ଦ୍ରଜିତଙ୍କ ଶରୀରରେ ଅଚେତ ହୋଇ ପଡ଼ିଥିଲେ, ଗୋଟିଏ ହଠାତ୍ ଆଙ୍ଗୁଳିରେ ଗର୍ଦ୍ଧମାଦନ ପର୍ବତ ଧରି ଆସିଥିଲି, ଏବେ ସାମାନ୍ୟ ଖାଦ୍ୟ ପୁଡ଼ିଆ ଗୁଡ଼ିକୁ ଆଣିବାକୁ ହେବ? ଏହା ଭାବି ପଞ୍ଚବାଟୀର ସେହି ଶମୀ ବୃକ୍ଷ ମୂଳେ ପହଞ୍ଚିଲେ। ଦେଖିଲେ ସତକୁ ସତ କୋରଡ଼ ଭିତରେ ସବୁତକ ଖାଦ୍ୟ ପୁଡ଼ିଆ ଅଛି। ହନୁମାନ ଆଣିବାକୁ ଶତ ଚେଷ୍ଟା କଲେ ମଧ୍ୟ ଆଣିପାରିଲେ ନାହିଁ। ଦୁଃଖ ମନରେ ଆସି ପ୍ରଭୁ ରାମଙ୍କୁ କହିଲେ, ପ୍ରଭୁ, ସବୁତକ ଖାଦ୍ୟ ପୁଡ଼ିଆ ଅଛି, ହେଲେ ତାହା ମୁଁ ଆଣିପାରିଲି ନାହିଁ। ପ୍ରଭୁ ରାମଚନ୍ଦ୍ର ଜାଣିପାରିଲେ ହନୁମାନ ନିଜର ଆତ୍ମଗର୍ବ ପାଇଁ ଶକ୍ତିହୀନ ହୋଇ ପଡ଼ିଥିଲେ, ଫଳରେ ସେ ଖାଦ୍ୟ ପୁଡ଼ିଆ ଗୁଡ଼ିକୁ ଆଣିପାରିଲେ ନାହିଁ। ତା ଫଳରେ ଲକ୍ଷ୍ମଣ ସଙ୍ଗେ ସଙ୍ଗେ ଶର ନିକ୍ଷେପ କରି ସମସ୍ତ ଖାଦ୍ୟ ପୁଡ଼ିଆ ଆଣି ରାମଚନ୍ଦ୍ରଙ୍କ ନିକଟରେ ପହଞ୍ଚାଇ ଦେଲେ। ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହେଲେ ଓ ହନୁମାନଙ୍କୁ କହିଲେ, ଖାଦ୍ୟ ପୁଡ଼ିଆ ସବୁ ଅଛି କି ନାହିଁ? ହନୁମାନ ଗୋଟି ଗୋଟି ଗଣି କରି ଦେଖିଲେ 14 ବର୍ଷର ସମସ୍ତ ପୁଡ଼ିଆ ଅଛି, ମାତ୍ର 7 ଦିନର ଖାଦ୍ୟ ପୁଡ଼ିଆ ନାହିଁ। ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ 7 ଦିନର ଖାଦ୍ୟ ନଥିବାର କାରଣ ପଚାରିଲେ। ଲକ୍ଷ୍ମଣ କହିଲେ, 7ଟି ଖାଦ୍ୟ ପୁଡ଼ିଆ ନଥିବାର କାରଣ ଏହିକି ଯେ ପ୍ରଥମ ଦିନ ପିତା ଦଶରଥଙ୍କ ମରଣ ଖବର ଶୁଣିଲେ, ସେଦିନ ଆପଣ ଖାଇନାହାନ୍ତି କି ମୋତେ ପୁଡ଼ିଆ ଦେଇନାହାନ୍ତି। ଦ୍ୱିତୀୟରେ ସୀତାକୁ ଅପହରଣ କରି ରାବଣ ନେବା ଖବର ଶୁଣି ଆପଣ ଅଧୀର ହୋଇ କାନ୍ଦିବାରେ ଲାଗିଲେ, ସେଦିନ ବି ଆପଣ ଖାଇନାହାନ୍ତି କି ମୋତେ ପୁଡ଼ିଆ ଦେଇନାହାନ୍ତି। ତୃତୀୟରେ ମହିରାବଣ ପାତାଳକୁ ନେଇଯାଇଥିଲେ ଆମକୁ ଲଙ୍କେଶ୍ୱରୀ ନିକଟରେ ବଳି ଦେବା ପାଇଁ, ଏଣୁ ସେଦିନ ଦୁହେଁ ଖାଇଲେ ନାହିଁ। ଚତୁର୍ଥ ଦିନ ହେଲା, ମୁଁ ଯେଉଁଦିନ ଇନ୍ଦ୍ରଜିତ ଶରରେ ଚେତାଶୂନ୍ୟ ହୋଇ ପଡ଼ିଲି, ସେଦିନ ମୁଁ ଫଳମୂଳ ଗ୍ରହଣ କରି ଆଣି ନାହିଁ, ପୁଡ଼ିଆ ଆସିବ କେଉଁଠୁ? ପଞ୍ଚମ ଦିନ ମୁଁ ଇନ୍ଦ୍ରଜିତ ବଧ କଲା ଦିନ ରାତ୍ର ଅଧରୁ ଯାଇ ଯଜ୍ଞ କରି ଦିନ ତମାମ ଯୁଦ୍ଧ କଲି, ସେଦିନ ମଧ୍ୟ ଆପଣ ମୋତେ ଖାଦ୍ୟ ପୁଡ଼ିଆ ଦେଇନାହାନ୍ତି। ଷଷ୍ଠ ଦିନ କଥା, ଆପଣ ରାବଣ ବଧ କଲେ। ଆପଣ ମନେ କଲେ ଯେ ରାବଣ ହେଉଛି ବ୍ରାହ୍ମଣ, ବିଶ୍ରବା ଋଷିଙ୍କ ପୁତ୍ର, ତେଣୁ ଆଜି ବ୍ରହ୍ମହତ୍ୟା ପାପ ଲାଗିଲା, ତେଣୁ ଆପଣ ସେଦିନ ଖାଦ୍ୟ ଖାଇଲେ ନାହିଁ। ମୋତେ ବା ଦେବେ କିପରି? ଆଉ ମୁଁ ବା ଗ୍ରହଣ କରିବି କିପରି? ସପ୍ତମରେ ଲଙ୍କାଠାରେ ରାବଣର ମୃତ୍ୟୁ ପରଦିନ ବନବାସର 14 ବର୍ଷ ଶେଷ ହେବା ଜାଣି ଆମେ କିଛି ନ ଖାଇ ଅଯୋଧ୍ୟା ଫେରିଲୁ, ଫଳରେ ସେ ଦିନର ପୁଡ଼ିଆ ମଧ୍ୟ ନାହିଁ। ଭଗବାନ ରାମ ଲକ୍ଷ୍ମଣଙ୍କର ତ୍ୟାଗ ଓ ବୈରାଗ୍ୟରେ ମୁଗ୍ଧ ହୋଇ ସଭାରେ ସମସ୍ତେ ଲକ୍ଷ୍ମଣଙ୍କର ପ୍ରଶଂସା ଗାନ କଲେ। ସ୍ୱାମୀର ପ୍ରଶଂସା ଶୁଣି କେଉଁ ସ୍ତ୍ରୀ ବା ଖୁସି ନ ହୁଏ? ଏହିପରି ଦେବୀ ଉର୍ମିଳା ସ୍ୱାମୀଙ୍କର ପ୍ରଶଂସା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ। ତାପରେ ପ୍ରଭୁ ରାମଚନ୍ଦ୍ର କହିଲେ, ସମସ୍ତଙ୍କ ଠାରୁ ଅଧିକ ତ୍ୟାଗ ହେଉଛି ଉର୍ମିଳାଙ୍କର, ଯେ କି ସ୍ୱାମୀ ବିନା 14 ବର୍ଷ କାଳ କଟାଇଲେ। ମୁଁ ମୋ ସ୍ତ୍ରୀକୁ ନେଇ 14 ବର୍ଷ ବନରେ ବୁଲିଲି, ଅର୍ଥାତ୍ ଉର୍ମିଳା ସେହିପରି ଜଣେ ସ୍ତ୍ରୀ ହୋଇ ମଧ୍ୟ 14 ବର୍ଷ କାଳ ଲକ୍ଷ୍ମଣଙ୍କୁ ଅପେକ୍ଷା କରିଥିଲେ। ସେ ଯଦି ସାଙ୍ଗରେ ବନକୁ ଯାଇଥାନ୍ତେ କିମ୍ବା ଲକ୍ଷ୍ମଣଙ୍କୁ ବନକୁ ଯିବାକୁ ବାରଣ କରିଥାନ୍ତେ, ତେବେ ଇନ୍ଦ୍ରଜିତର ବଧ ହୋଇପାରିନଥାନ୍ତା କି ରାବଣ ମରିନଥାନ୍ତା। ଏଣୁ ସମସ୍ତଙ୍କ ତଥା ସବୁର ପ୍ରଶଂସାର ପାତ୍ର ହେଲେ ଉର୍ମିଳା। ରାମଚନ୍ଦ୍ର କହିଲେ, ଅଯୋଧ୍ୟାରେ 3ଟି ସିଂହାସନ ଅଛି, ଗୋଟିଏ ମୋ ପାଇଁ, ଗୋଟିଏ ସୀତାଙ୍କ ପାଇଁ ଏବଂ ଅନ୍ୟଟି ଲକ୍ଷ୍ମଣଙ୍କ ପାଇଁ। ମୁଁ ଆଦେଶ ଦେଉଛି, ଆଜିଠାରୁ 4ର୍ଥ ସିଂହାସନଟିଏ ହୋଇବ, ଯାହାକି ଉର୍ମିଳା ଦେବୀଙ୍କ ପାଇଁ, ଯାହାଙ୍କ ତ୍ୟାଗ ପାଇଁ ଆମେ ସବୁଠାରୁ ଅଧିକ। ସେ ବି ଆମ ସହ ପୂଜା ପାଇବେ। ଉର୍ମିଳା ହାତ ଯୋଡ଼ି ରାମଚନ୍ଦ୍ରକୁ କହିଲେ, ପ୍ରଭୁ, ମୁଁ ସିଂହାସନ ଚାହେଁ ନା,
ମୁଁ ସେମିତି କିଛି ଚାହିଁନି। କେବଳ ମୁଁ ଆପଣଙ୍କ ସେବା କରିବା ପାଇଁ ମୋ ସ୍ୱାମୀଙ୍କ ସୁଯୋଗ ମାତ୍ର ଦେଇଛି। ମୁଁ ନିମିତ୍ତ ମାତ୍ର। ରାମଚନ୍ଦ୍ର ସନ୍ତୋଷ ହୋଇ ଉର୍ମିଳାକୁ କହିଲେ, ଯାହା ଇଚ୍ଛା ବର ମାଗିନିଅ। ତାପରେ ଯୋଡ଼ ହସ୍ତରେ ଉର୍ମିଳା କହିଲେ, ପ୍ରଭୁ ମୋତେ ଯଦି ଆପଣ ବର ଦେବେ ତେବେ ଏହି ବର ଦିଅନ୍ତୁ। ମୋ ପାଇଁ କୌଣସି ମନ୍ଦିରରେ ପୂଜା ହେବ ନାହିଁ, କେଉଁଠାରେ ସିଂହାସନ ମୋର ଆସନ ରହିବ ନାହିଁ। ମୁଁ ଇଚ୍ଛା କଲେ ଧୂପକାଠିଟିଏ ମୋତେ କରିଦିଅ, ଯାହାଫଳରେ ମୁଁ ନିଜେ ଜଳି ଆପଣଙ୍କୁ ସୁଗନ୍ଧ ଦେଉଥିବି, ଆପଣଙ୍କର ଲାଗି ହୋଇପାରିବି। ଏଇତକ ହିଁ ମୋର ମାଗୁଣି। ପ୍ରଭୁ ରାମଚନ୍ଦ୍ର ଉର୍ମିଳାଙ୍କର ନିଃସ୍ୱାର୍ଥପର ତ୍ୟାଗରେ ମୁଗ୍ଧ ହୋଇ ତଥାସ୍ତୁ କହିଦେଲେ। ସେହିଦିନଠାରୁ ଉର୍ମିଳା ଧୂପକାଠିଟିଏ ହୋଇ ସବୁ ଠାକୁରଙ୍କ ପୂଜାରେ ଲାଗିଲେ।